ସାଙ୍ଗମାନେ ଆଜିର ଏଇ ଦିନକୁ ଆଜି ହେଲା ଡେ 23। ତ ୟା ପୂର୍ବରୁ ଆମେ ପୂର୍ବ ଦିନର ଟାର୍ଗେଟ୍ ଯାହା ବି ମୁଁ ଯେମିତି ରଖିଥିଲି ଦେଖିନେବା। ତ କାଲି ତ ମୁଁ କହିଥିଲି ରିଜନ୍ଟା କ'ଣ, ଅଳ୍ପ କିଛି ଟାର୍ଗେଟ୍ କରିଛି। ଏଇଟା ବି ମୋତେ ସାଙ୍ଗ ବହୁତ 6-7 ଘଣ୍ଟା ଲାଗିଗଲା। ତ ସବୁ ଟାର୍ଗେଟ୍ ଆଚିଭ୍ ହେଇଯାଇଛି। କେବଳ ଏଇ ଯେଉଁ କରେଣ୍ଟ ଆଫେୟାର ଯେଉଁ ୱିକ୍ଲି ଥିଲା 7 ରୁ 14 ଜୁନ୍, ସେଇଟା ୱିକ୍ଲି କରେଣ୍ଟ ଆଫେୟାର ଯେଉଁଟା ଥିଲା ସେଇଟା 50% ହେଇଛି। ବାକି 50% କେତେବେଳେ ଦେଖିନେବା ଟାଇମ୍ ବାହାର କରିକି। ତ ଚାଲନ୍ତୁ ଆଜିର ଦିନର ଟାର୍ଗେଟ୍ କ'ଣ ସବୁ ରହିଛି। ତ ସାଙ୍ଗମାନେ ଯେମିତିକି ମୁଁ ଆପଣ ଜାଣିଛନ୍ତି ଯେ ମୁଁ ଗ୍ୟାପ୍ର ମାନେ ବହୁତ ଦିନର ଗ୍ୟାପ୍ ନେଇଯାଇଥିଲି ଷ୍ଟଡ଼ିରେ। ତ ବର୍ତ୍ତମାନ ନୂଆ କିଛି ପଢ଼ିବା ପୂର୍ବରୁ ପ୍ରିଭିୟସ୍ କ୍ଲାସ୍ ଗୁଡ଼ାକ ହିଁ ମୋତେ ରିଭାଇଜ୍ କରିବାକୁ ପଡ଼ୁଛି। ତ ପ୍ରତି ଚାପ୍ଟର ମୁଁ 10-10ଟା କୋଶ୍ଚିନ୍ ନେଇଛି, କୋଶ୍ଚିନ୍ ନମ୍ବର 1 ରୁ 10। ଆଉ ପ୍ରତି ସେକ୍ସନକୁ ମୁଁ 20 ମିନିଟ୍ ଟାଇମ୍ ଦେଇଛି। ଏମିତିକି 5ଟା ସେକ୍ସନ ମୋତେ 100 ମିନିଟ୍ ଲାଗିବ, ଯେଉଁଟାକି ଘଣ୍ଟେ 40 ମିନିଟ୍। ତ ଯଦି ଟାଇମ୍ ତାପରେ ଆଭରେଜର 2 ଘଣ୍ଟାର ଲେକ୍ଚର ନେବି, ଏଇଟା ମୋଟାମୋଟି ମୋତେ ସକାଳ 6ଟାରୁ ଦିନ 11ଟା ଭିତରେ କରିବାକୁ ପଡ଼ିବ। ଯାହା ବି ହେଉ ମଝିରେ ଗ୍ୟାପ୍ ନେଇକି ମୋତେ 6 ରୁ 11 ଭିତରେ କରିବାକୁ ପଡ଼ିବ। ତାପରେ ଲଞ୍ଚ ଟାଇମ୍ ଯିବା। ତାପରେ ଲଞ୍ଚ କରିକି ଆସିବା ପରେ ଓଡ଼ିଶା ହିଷ୍ଟ୍ରି ଦେଖିବା। ଆମେ ଆନ୍ସିଏଣ୍ଟ ହିଷ୍ଟ୍ରିର କମ୍ପ୍ଲିଟ୍ ରିଭାଇଜ୍ କରିବା ଯେପରି ପୂର୍ବରୁ କରୁଥିଲି। ଓଡ଼ିଶାର କଲଚରକୁ କାଲି ପୁରା କମ୍ପ୍ଲିଟ୍ କରିବାକୁ ହିଁ ପଡ଼ିବ ମୋତେ ଯାହା ବି ହେଉ, କାହିଁକିନା ଜୁନ୍ ମାସ ଶେଷ ସୁଦ୍ଧା ମୋତେ ଜୁନ୍ ମାସର ଯାହାଟି ଟାର୍ଗେଟ୍ ଥିଲା ତାକୁ ସରାଇବାକୁ ହିଁ ପଡ଼ିବ। ରିଜନିଂ, ବ୍ଲଡ଼ ରିଲେସନ୍ର କୋଶ୍ଚିନ୍ କାଲି ମୁଁ ଲେକ୍ଚର ଗୁଡ଼ା ୟୁଟ୍ୟୁବରୁ ଟିକେ ଦେଖିଦେଇଥିଲି, 3 ଘଣ୍ଟାର ଲେକ୍ଚର। ତ ତାକୁ ଆଜି ତାର କୋଶ୍ଚିନ୍ 50ଟା ଲଗାଇଦେବା ପ୍ରାକ୍ଟିସ୍ ପାଇଁ। ତ ଡେଲି କରେଣ୍ଟ ଆଫେୟାର 23 ଜୁନ୍ର ଦେଖିଦେବା। ଓଡ଼ିଶା ଜଗରେ ବେସିକ୍ ଦେଖିବା, ଆଉ କମ୍ପ୍ୟୁଟରରେ ବେସିକ୍ ହିଷ୍ଟ୍ରି ଆଉ ଜେନେରେସନ୍ ହିଷ୍ଟ୍ରି ଆଉ ବେସିକ୍ ବିଷୟରେ ଜାଣିବା। ତ ଏଇଆ ଥିଲା ଆଜିର ଟାର୍ଗେଟ୍। ତ ସାଙ୍ଗମାନେ ଆଜି ମୁଁ 10 ଘଣ୍ଟାର ଷ୍ଟଡ଼ି ଆୱାର ରଖିଛି। ବସିବାକୁ ହିଁ ଚେଷ୍ଟା କରିବି, କାହିଁକିନା ଆଉ ବ୍ୟାକ୍ଲଗ୍ ଦେଇପାରିବିନି। ମୋର 8-9 ଦିନର ଗ୍ୟାପ୍ ହେଇଯାଇଛି, ତାକୁ ରିକଭରି କରିବା ପାଇଁ ମୋତେ ଏତିକି ତ ମେହନତ କରିବାକୁ ହିଁ ପଡ଼ିବ, କାହିଁକିନା ତା ବିନା ତ ଅନ୍ୟ ଗତି ନାହିଁ କହିଲେ ଚଳେ। ଆଉ ରିକଭରି କରିବା ଓଡ଼ିଶା ରିଲେଟେଡ୍ ଯାହା ବି ଯେଉଁ ଗଭର୍ଣ୍ଣମେଣ୍ଟ ନ୍ୟୁ ଏକ୍ସଟେଣ୍ଡ କରିଛି, ଯେଉଁ ମାନେ ସିଲାବସ୍ ଆର୍ଟ କରିଛି, ତାକୁ ମୋତେ ଜୁନ୍ ମାସରେ ହିଁ ସାରିବାକୁ ପଡ଼ିବ। ତ ମୁଁ ଷ୍ଟଡ଼ି ଆୱାର ହିଁ ଇନକ୍ରିଜ୍ କରୁଛି। ମୋତେ ଟିକେ ଶୋଇବା କମେଇ ପରେ ରାତି 11ଟା-12ଟା ତ ହେଇଯିବ। 11ଟାରୁ 4ଟା ଯାଏ ଶୋଇବା, 4ଟାରୁ ଡ୍ୟୁଟି ଯିବା, ଦେଖିବା କ'ଣ ହେଉଛି। ତ ସାଙ୍ଗମାନେ ଏଇଟା ହେଉଛି ଆଜିକା ଦିନର ରୁଟିନ୍। ଆଉ ଆପଣମାନଙ୍କର ଷ୍ଟଡ଼ି କେମିତି ଚାଲିଛି ପ୍ଲିଜ୍ କମେଣ୍ଟ କରି କହିବେ। ମୁଁ ତ ମୋର ବ୍ୟାକ୍ଲଗ୍ ଲଗେଇ ଦେଇଛି, ଦେଖୁଛନ୍ତି। ଏକ୍ଜାମ୍ର ନୋଟିଫିକେସନ୍ ଆସିବାକୁ ଯାଉଛି। ଯେପରି ଆପଣ ଜାଣିଥିବେ ଏବେ କଟ୍ଅଫ୍ ବି ହାଇ ଯିବ, କାହିଁକିନା ଏଜ୍ ବି ବଢ଼ିଯାଇଛି। ତ ପିଲାମାନଙ୍କର ଭିଡ଼ ଟିକେ ରହିବ, ଆଉ କଟ୍ଅଫ୍ ହାଇ ଯିବାର ଚାନ୍ସେସ୍ ବହୁତ ଅଧିକା ଅଛି, କାହିଁକିନା ବହୁତ ପିଲା ଆସିବେ ଏଇ ଜର୍ଣ୍ଣିକୁ। ଆଉ ବର୍ତ୍ତମାନ ବି ବହୁତ ଟାଇମ୍ ଅଛି, 3 ମାସ ସଫିସିଏଣ୍ଟ ମାନେ ପ୍ରି କ୍ରାକ୍ କରିବା ପାଇଁ। ଯେଉଁମାନେ ଆଭରେଜ୍ ଷ୍ଟୁଡ଼େଣ୍ଟ, ଆମେମାନେ ତ ବିଲୋ ଆଭରେଜ୍, ଯେଉଁମାନଙ୍କୁ ଷ୍ଟ୍ରଗଲ୍ ହିଁ କରିବାକୁ ପଡ଼ିବ, ଯେଉଁମାନେ ଗାଁ ସ୍କୁଲରେ ସମସ୍ତେ ପାଠ ପଢ଼ିଛନ୍ତି। ତ ଚାଲନ୍ତୁ ସାଙ୍ଗମାନେ ଆମେ ମଧ୍ୟ ସେଇ ମେହନତ ହିଁ କରିବା, ଆଉ ନିଜର ଲକ୍ଷ୍ୟ ସ୍ଥଳକୁ ଯେମିତି ଏଇ ବର୍ଷ ଗୋଟେ ଚାକିରିଟେ ଯେମିତି ହେଲେ ବି 2026 ସୁଦ୍ଧା